ସାପ କାମୁଡ଼ା ଏଇ ଶବ୍ଦଟା ଶୁଣିଲେ ନା ମନ ଭିତରେ କେମିତି ଗୋଟେ ଭୟ ପଶିଆସେ। ଆଉ ଏମିତି ସମୟରେ ପ୍ରକୃତରେ କ'ଣ କରିବା କଥା ସେଇଟା ଅନେକଙ୍କୁ ଜଣାନଥାଏ। ତ ଆଜି ଆମେ ଏଇ ସାପ କାମୁଡ଼ା ଆଉ ତାର ପ୍ରାଥମିକ ଚିକିତ୍ସା ବିଷୟରେ କିଛି ଜରୁରୀ କଥା ଜାଣିବା। ହଁ, ଏଇଟା ବହୁତ ଗୁରୁତ୍ୱପୂର୍ଣ୍ଣ। ଆଉ ଗୋଟେ ମଜା କଥା କ'ଣ ଜାଣନ୍ତି? ପୃଥିବୀରେ ଯେତେ ସାପ ଅଛନ୍ତି ସବୁ କିଛି ବିଷାକ୍ତ ନୁହନ୍ତି। ମାନେ ପ୍ରାୟ 20% ସାପ ହିଁ ବିଷାକ୍ତ। ଆଚ୍ଛା, ମାତ୍ର 20%? ହଁ, କିନ୍ତୁ ସାପ କାମୁଡ଼ିଲା ମାତ୍ରେ ତ ଲୋକ ଡରିଯିବା ସ୍ୱାଭାବିକ। ଆଉ ସେଇ ଭୟଟା ହିଁ ବେଳେବେଳେ ପରିସ୍ଥିତିକୁ ଆହୁରି ଖରାପ କରିଦିଏ। କେମିତି? କାରଣ ବେଶୀ ଡରିଗଲେ ହାର୍ଟବିଟ୍ ବଢ଼ିଯାଏ। ଆଉ ଯଦି ବିଷ ଥାଏ ତେବେ ସେଇଟା ଦେହରେ ବହୁତ ଶୀଘ୍ର ବ୍ୟାପିଯାଏ। ଏମିତିରେ ସାପ କାମୁଡ଼ାରେ ସାଙ୍ଗେ ସାଙ୍ଗେ ମୃତ୍ୟୁ ହେବାଟା ବହୁତ କମ୍ ଦେଖାଯାଏ। ବିଷଟା ବ୍ୟାପିବା ହିଁ ମୁଖ୍ୟ ବିପଦ। ଓହୋ, ବୁଝିଲି। ତାମାନେ ଭୟ ନ କରିବାଟା ପ୍ରଥମ କାମ। ତେବେ ସାପ କାମୁଡ଼ିବା ପରେ ପରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ କ'ଣ ହେବା କଥା? ଦେଖନ୍ତୁ, ସବୁଠାରୁ ପ୍ରଥମ ଆଉ ଜରୁରୀ କଥା ହେଲା ଯେତେ ସମ୍ଭବ ଶାନ୍ତ ରହିବା। ଶାନ୍ତ ରହିଲେ ହୃତ୍ସ୍ପନ୍ଦନ ଠିକ୍ ରହେ, ମାନେ ନର୍ମାଲ ରହେ। ଫଳରେ ବିଷ ବ୍ୟାପିବାକୁ ଟିକେ ବେଶୀ ସମୟ ଲାଗେ। ତାପରେ ପରେ ତୁରନ୍ତ ଏମର୍ଜେନ୍ସି ନମ୍ବର, ଯେମିତି 108 କିମ୍ବା 112, ସେଥିକୁ କଲ୍ କରିବା ଦରକାର। ଆଉ ଯେତେ ଶୀଘ୍ର ସମ୍ଭବ ପାଖ ହସ୍ପିଟାଲକୁ ନେଇଯିବା ଉଚିତ। ଆଚ୍ଛା। ଆଉ ଗୋଟିଏ କଥା, ଯଦି ବିପଦ ନଥାଏ ଆଉ ସମ୍ଭବ ହୁଏ, ତେବେ ସାପଟା କେମିତି ଦେଖିବାକୁ ଥିଲା, ତାର ରଙ୍ଗ, କେତେ ଲମ୍ବା, କିଛି ଚିହ୍ନ ଅଛି କି ନାହିଁ, ସେସବୁ ମନେରଖି ଡାକ୍ତରଙ୍କୁ କହିଲେ ଚିକିତ୍ସାରେ ସୁବିଧା ହୁଏ। ସଠିକ୍ ଆଣ୍ଟିଭେନମ୍ ଦେବାରେ ସାହାଯ୍ୟ ମିଳେ। ଏଠି ଗୋଟେ କଥା ମନକୁ ଆସୁଛି। ଆମେ ସବୁବେଳେ ଶୁଣୁ ବା ଦେଖୁ ଯେ ଲୋକମାନେ ସାପ କାମୁଡ଼ିଥିବା ଜାଗାର ଟିକେ ଉପରକୁ କରି ଜୋରରେ କପଡ଼ା କି ଦଉଡ଼ି ବାନ୍ଧି ଦିଅନ୍ତି। ସେମାନେ ଭାବନ୍ତି ଯେ ଏମିତି କଲେ ବିଷ ଆଗକୁ ଯିବନି। ଏଇଟା କ'ଣ ଠିକ୍? ନା ନା, ଏଇଟା ଗୋଟେ ବହୁତ ବଡ଼ ଭୁଲ ଧାରଣା। ଆଉ ସତ କହିବାକୁ ଗଲେ ଏଇଟା ବହୁତ ବିପଜ୍ଜନକ ମଧ୍ୟ। ବିପଜ୍ଜନକ କେମିତି? ହଁ, କାରଣ ଏତେ ଜୋରରେ ବାନ୍ଧିଦେଲେ ସେହି ଜାଗାକୁ ରକ୍ତ ଚଳାଚଳ ପୁରା ବନ୍ଦ ହୋଇଯାଇପାରେ। ଆଉ ତା ଫଳରେ ସେଠିକାର ମାଂସପେଶୀ, ଟିସ୍ୟୁ ସବୁ ମରିଯାଏ। ହଁ, ଆଉ ଏମିତିକି ଅନେକ ସମୟରେ ସେ ଅଙ୍ଗଟିକୁ କାଟିବାକୁ ବି ପଡ଼ିପାରେ। ବାପରେ! ସେଥିପାଇଁ କହୁଛି, ଏସବୁ ଲୋକକଥା ବା ନିଜ ମନରୁ କିଛି କରିବା ଆଗରୁ ଡାକ୍ତର ବା ବିଶେଷଜ୍ଞଙ୍କ ପରାମର୍ଶ ନେବାଟା ନିହାତି ଜରୁରୀ। ତାହେଲେ ଏଯାଇ ଆମେ ଯାହା ଆଲୋଚନା କଲେ ତାର ମୁଖ୍ୟ କଥାଗୁଡ଼ିକ ହେଲା, ପ୍ରଥମେ ଶାନ୍ତ ରହିବାକୁ ଚେଷ୍ଟା କରନ୍ତୁ। ଦ୍ୱିତୀୟରେ ବିଳମ୍ବ ନ କରି ଡାକ୍ତରୀ ସାହାଯ୍ୟ ନିଅନ୍ତୁ, ମାନେ ହସ୍ପିଟାଲ ଯାଆନ୍ତୁ। ହଁ, ଏକଦମ। ତୃତୀୟରେ ଯଦି ନିରାପଦର ସମ୍ଭବ ସାପଟାକୁ ଚିହ୍ନିବାକୁ ଚେଷ୍ଟା କରନ୍ତୁ। ଆଉ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା କାମୁଡ଼ା ଜାଗାରେ କିଛି ବି ବାନ୍ଧନ୍ତୁ ନାହିଁ, ଜମା ନୁହେଁ। ବିଲକୁଲ। ଏହାକୁ ଯଦି ଆମେ ବଡ଼ ଚିତ୍ରରେ ଦେଖିବା, ତେବେ ଜ୍ଞାନ ହିଁ ଭୟକୁ ଦୂର କରେ ଆଉ ସଠିକ୍ ପଦକ୍ଷେପ ନେବା ପାଇଁ ସାହାଯ୍ୟ ବି କରେ। ଏଇ ଯେଉଁ ପ୍ରାଥମିକ ଚିକିତ୍ସା କଥା କହିଲେ, ଯେମିତି ଶାନ୍ତ ରହିବା କାହିଁକି ଦରକାର ବା ଦୌଡ଼ି ବାନ୍ଧିବା କାହିଁକି ଭୁଲ, ଏଗୁଡ଼ିକର କାରଣ ବୁଝିବାଟା ବହୁତ ଜରୁରୀ। ଏହାଦ୍ୱାରା ହିଁ ସଚେତନତା ଆସେ। କଥା ଭାବିବାକୁ ଇଚ୍ଛା ହେଉଛି। ଆମେ ଦେଖିଲେ ଯେ ସାପ କାମୁଡ଼ାରେ ଭୟର ଭୂମିକା ବହୁତ ବେଶୀ। ତେବେ ପ୍ରକୃତରେ ବିପଦଟା କେତେ ଶାରୀରିକ ଆଉ କେତେ ମାନସିକ? ଏଇଟା ଗୋଟେ ଭଲ ପ୍ରଶ୍ନ। ଆଉ ଏଭଳି ଏମର୍ଜେନ୍ସି ପାଇଁ ଆମ ସମାଜ କେବଳ ଡାକ୍ତରୀ ସ୍ତରରେ ନୁହେଁ, ମାନସିକ ସ୍ତରରେ ମଧ୍ୟ କେମିତି ଆହୁରି ଭଲ ଭାବେ ପ୍ରସ୍ତୁତ ହୋଇପାରିବ, ଏ ବିଷୟରେ ଚିନ୍ତା କରିବା ଦରକାର। ନିଶ୍ଚୟ। ସଚେତନତା ଆଉ ସଠିକ୍ ମାନସିକ ପ୍ରସ୍ତୁତି ହିଁ ଏଭଳି ପରିସ୍ଥିତିର ମୁକାବିଲା କରିବାରେ ସାହାଯ୍ୟ କରେ।